ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ ମେଡିକାଲ ନ ନେଇ ମହାମାଇଙ୍କ ପୀଠରେ ଶୁଆଇଦେଲେ ଅଭିଭାବକ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପଡ଼ିଆନାଲି ୟୁଜିୟୁପି ସ୍କୁଲରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଜାତୀୟ ପତାକା ଉତ୍ତୋଳନ ପରେ 9 ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତଳେ ଗଡ଼ିବା ସହିତ ଅସ୍ୱାଭାବିକ ଆଚରଣ ଦେଖାଯାଉଥିବା ବେଳେ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ତାନ୍ତ୍ରିକ ଶକ୍ତି ଓ ଗୁଣି କାଢ଼ି ସନ୍ଦେହ କରି ମହାମାଇଙ୍କ ମଣ୍ଡପରେ ଶୁଆଇ ପୂଜାର୍ଚ୍ଚନା କରାଇଥିଲେ ଅଭିଭାବକମାନେ। ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିବା ପରେ 3 ଜଣ ଛାତ୍ରୀଙ୍କୁ ଉଦ୍ଧାର କରି ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି। 2 ଦିନ ପୂର୍ବରୁ ବିଜୟନଗର ସ୍ଥିତ ନଈକୂଳ ସରକାରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ଭୋଜନ ଖାଇବା ପରେ 4 ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ପରେ 108 ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କାହିଁକି ଓ କେଉଁଭଳି ଭାବରେ ଏପରି ସ୍ଥିତି ଉପୁଜିଛି ବର୍ତ୍ତମାନ ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାନ୍ତି। ଶୀତ ଭଳିଆ ଲାଗିଲା, ତାପରେ ମୁଣ୍ଡ ବୁଲେଇଲା, ପଡ଼ିଥିଲି। ନାଇଁ। ନାଇଁ, 9 ଜଣଙ୍କୁ ଯାକ ହେଇଥିଲା। ଏଇଟା 7ଟା କି 8ଟା ହେଇଥିଲା। ପ୍ରଥମ କରିନା ଯେତେବେଳେ ସ୍କୁଲକୁ ଫେରିଲେ ଛୁଆ ତ ସୁଧା ମାନେ ଜଣେ ଜଣେ ନା କହିଲେ, ତାପରେ ଡକ୍ଟରଖାନା ଆଣିଲୁ ଆଉ 11 ଜଣ। ଘରେ 6 ଜଣ ଭଲ ହେଲେ, 3 ଜଣ ଆଡମିଟ୍ କରାଯାଇଛି। ଏବେ ଭଲ ଥିଲା। ଆଜି ସକାଳ 6:30 ବେଳେ ଆମେ ପିଲାମାନଙ୍କୁ ନେଇ ଗ୍ରାମ ପରିକ୍ରମଣ କଲୁ ସ୍ୱାଧୀନତା ଦିବସ ଉପଲକ୍ଷେ। ଆସି ଯେତେବେଳେ ବିଦ୍ୟାଳୟକୁ ପହଞ୍ଚିଲା ପରେ ପତାକା ଉତ୍ତୋଳନ କରିସାରିଛି ମୁଁ ଜଷ୍ଟ, 2ଟି ଝିଅ ହଠାତ୍ କ୍ଲାସରୁମ୍ରେ ବସିଥିଲା, କିଛି ବରଣ୍ଡାରେ ସେମାନେ ଅଚେତ ହେଲା ପରି ସେମାନେ ପଡ଼ିଗଲା ପରେ ସେଟା ଆଗରୁ ବି 25 ଦିନ ଆଗରୁ ବି ଏମିତି ହେଇଥିଲା। ତ ସେଇ ଲକ୍ଷଣଟା ଦେଖାଗଲା ପରେ 2 ଜଣଙ୍କ ପରେ ଏମିତି କ୍ରମରେ ହେଇଗଲେ 9 ଜଣ ଝିଅ ହେଲା ପରେ ତାଙ୍କ ଗାର୍ଡ଼ିଆନ୍ ମାନଙ୍କୁ ଆମେ ଡକେଇଥିଲୁ। ଗାର୍ଡ଼ିଆନ୍ ମାନେ ସେମାନଙ୍କୁ ଘରକୁ ନେଇଯାଇଥିଲେ। ଘରକୁ ନେଲା ପରେ ଆମ ମନରେ ଟିକେ ସନ୍ଦେହ ହେଲା। ଆମେ ସେଟା ସିଆର୍ସିଙ୍କୁ ଜଣେଇଥିଲୁ, ସିଆର୍ସି ବିଓଙ୍କୁ ଜଣେଇଥିଲେ। ବିଓ କହିଥିଲେ ସେମାନଙ୍କୁ ମେଡ଼ିକାଲକୁ ତୁରନ୍ତ ନେଇକି ଆସନ୍ତୁ। ଆମେ ତାପରେ 108 ଆମ୍ବୁଲାନ୍ସକୁ ଡକେଇ 3ଟି ଝିଅକୁ ଆଣି ବାରକୋଟ ଚିକିତ୍ସାଳୟରେ। ଦେବଗଡ଼ରୁ କାହ୍ନା ବେହେରାଙ୍କ ରିପୋର୍ଟ, ପ୍ରତିଦିନ ଟିଭି।